ମାସରେ ବିଶେଷ କରି ନମସ୍କାର ବନ୍ଧୁଗଣ, ଶ୍ରାବଣର ଏହି ପବିତ୍ର ମାସରେ ବିଶେଷ କରି ସୋମବାର ଦିନ ନେଇ ଆସନ୍ତୁ କଳା ଦୁଦୁରାର ଫୁଲ ଏବଂ ଚେର ଏବଂ କରିନିଅନ୍ତୁ ପ୍ରାଚୀନ କାଳର ଏହି ମହା ଉପାୟ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ କଷ୍ଟର ଆପଣଙ୍କର ହୋଇଯିବ ସମାଧାନ। ଭଗବାନ ଶନିଦେବଙ୍କର ଚରଣରେ ଏହି କଳା ଦୁଦୁରା ଫୁଲର ଗୋଟିଏ ଲେଖାଏଁ ଫୁଲ ଅର୍ପଣ କରନ୍ତି ଏବଂ ପ୍ରଭୁ ଶନିଦେବଙ୍କର ବୀଜ ମନ୍ତ୍ରର ଜପ କରନ୍ତି, ତେବେ କୁଣ୍ଡଳୀରେ ସେହି ବ୍ୟକ୍ତିଙ୍କର ନବଗ୍ରହଙ୍କର ସ୍ଥିତି ଠିକ ହୋଇଯାଇଥାଏ। ଏହା ଏକ ଏପରି ଗଛ ଅଟେ ଯାହାକି ଭଗବାନ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଆପଣମାନେ ସମସ୍ତେ ଜାଣନ୍ତି, ପ୍ରଭୁ ଶିବ ଶଙ୍କର ଏହି ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ନିଜେ ହଳାହଳ ବିଷର ପାନ କରିଥିଲେ। ମାତ୍ର ଯେଉଁ ସମୟରେ ସେ ହଳାହଳ ବିଷକୁ ପାନ କରୁଥିଲେ, ସେହି ବିଷର କିଛି ବୁନ୍ଦା ଏହି ଧରାଧାମରେ ପଡ଼ିଥିଲା ଏବଂ ସେହି ବୁନ୍ଦାଟି ପଡ଼ିବା କାରଣରୁ ହିଁ ଏହି ଗଛର ଉତ୍ପତ୍ତି ହୋଇଥିଲା। ସେଥିପାଇଁ ମାନାଯାଏ ଯେ ଏହି ଗଛଟି ପ୍ରଭୁ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତେବେ ବନ୍ଧୁମାନେ, ଯଦି ଆପଣଙ୍କର କୌଣସି ମନସ୍କାମନା ପୂର୍ଣ୍ଣ ହେଉନାହିଁ, ତେବେ ନିଜର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଆପଣ ଏହି ଗଛର ପତ୍ରକୁ ବ୍ୟବହାର କରିବେ। ତେବେ ସେ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ ଆପଣ ଏ ବିଷୟରେ ସବିଶେଷ ଜାଣିପାରିବେ। ତେବେ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖିବେ। ବନ୍ଧୁମାନେ, ଆପଣମାନେ ସମସ୍ତେ ଜାଣନ୍ତି, ଦୁଦୁରା ଗଛରେ ତିନୋଟି ରଙ୍ଗର ଫୁଲ ଫୁଟିଥାଏ। ଗୋଟିଏ ହେଉଛି ଧଳା ଦୁଦୁରା ଫୁଲ, ଗୋଟିଏ ହେଉଛି ନୀଳ ରଙ୍ଗର ଦୁଦୁରା ଫୁଲ, ଆଉ ଗୋଟିଏ ହେଉଛି କଳା ରଙ୍ଗର ଦୁଦୁରା ଫୁଲ। ତେବେ ଆପଣ କେଉଁ ରଙ୍ଗର ଫୁଲ କେଉଁ ଦେବତାଙ୍କୁ ଅର୍ପଣ କରିବା ଉଚିତ ଏବଂ ଅର୍ପଣ କରିବା ସମୟରେ କେଉଁ ବୀଜ ମନ୍ତ୍ର ଜପ କରିବା ଉଚିତ, ତାହାର ମଧ୍ୟ କିଛି ନିର୍ଦ୍ଧାରିତ ନିୟମ ରହିଛି। ବନ୍ଧୁମାନେ, ଆପଣମାନେ ଯଦି ଧନଜନିତ ସମସ୍ୟାରେ ଘେରି ରହିଛନ୍ତି, ତେବେ ଆପଣ ଏହି ଗଛର ବ୍ୟବହାର କରି ସେହି ସବୁଗୁଡ଼ିକ ସମସ୍ୟାର ସମାଧାନ କରିପାରିବେ। ତେବେ ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ ସବୁ ତଥ୍ୟ ଦେବାକୁ ଯାଉଛି, ତାହା ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି। ଆପଣମାନେ ସମସ୍ତେ ଜାଣନ୍ତି, ଆମେମାନେ ଯେତେବେଳେ ଗୋଟିଏ ନୂଆ ଘର ତିଆରି କରିଥାଉ, ସେତେବେଳେ ଆମେ ସବୁବେଳେ ନିଅ ଉପରେ ଗୁରୁତ୍ୱ ଦେଇଥାଉ। ଆମେ ସବୁବେଳେ ନିଅକୁ ମଜବୁତ କରିବା ପାଇଁ ଚେଷ୍ଟା କରିଥାଉ, କାରଣ ଏହି ନିଅର ମୂଳଦୁଆ ଉପରେ ହିଁ ଆମର ସମ୍ପୂର୍ଣ୍ଣ ଘରଟିର ଅବସ୍ଥାନ ହୋଇଥାଏ। ସେମିତି ଯେମିତି ଆମେ ସମ୍ପୂର୍ଣ୍ଣ ଘରଟିକୁ ମଜବୁତ ବନାଇବା ପାଇଁ ଆମେ ପ୍ରଥମେ ନିଅଟିକୁ ମଜବୁତ ବନେଇଥାଉ, ସେହିପରି ଆମର ସମ୍ପୂର୍ଣ୍ଣ ବର୍ଷଟିରେ ଆମେ ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଆମେ ଯଦି ଭଲ ଭାବରେ ପୂଜା ପାଠ, ଦାନ ଧର୍ମ, ଯାଗଯଜ୍ଞ ଏସବୁ କରିଥାଉ, ତେବେ ଏହାର ଫଳ ଆମକୁ ସମ୍ପୂର୍ଣ୍ଣ ବର୍ଷ ସାରା ପ୍ରାପ୍ତି ହୋଇଥାଏ। ତେବେ ଆପଣ ଏହି ଉପାୟଟି ପାଳନ କରିନିଅନ୍ତି, ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ବର୍ଷଟିରେ ଶୁଭ ଫଳ ପ୍ରାପ୍ତି ହେବ। ଯଦି ଆପଣଙ୍କର କୁଣ୍ଡଳୀରେ ନବଗ୍ରହଙ୍କର ସ୍ଥିତି ଠିକ ନାହିଁ, ତେବେ ନବଗ୍ରହଙ୍କର ସ୍ଥିତି ମଧ୍ୟ ଠିକ ହୋଇଯିବ ଏବଂ ଆପଣଙ୍କୁ ନିଶ୍ଚୟ ଭାବରେ ଏହାର ଶୁଭ ଫଳ ମଧ୍ୟ ପ୍ରାପ୍ତି ହେବ। ତେବେ ଏହି ପ୍ରଥମ ଉପାୟଟି ହେଉଛି ମା ଲକ୍ଷ୍ମୀଙ୍କ ପାଇଁ, ଯାହାଦ୍ୱାରା ସମ୍ପୂର୍ଣ୍ଣ ବର୍ଷଟିରେ ଆପଣଙ୍କ ଜୀବନରେ କୌଣସି ବି ପ୍ରକାରର ଧନଜନିତ ସମସ୍ୟା ଆସିବ ନାହିଁ, ଆପଣଙ୍କ ଜୀବନରେ ଧନର ଅଭାବ ହେବ ନାହିଁ। ତେବେ ବନ୍ଧୁମାନେ, ଏହି ପ୍ରକ୍ରିୟାଟି ଅତ୍ୟନ୍ତ ସହଜ ଅଟେ। ତେବେ ଏହି ପ୍ରକ୍ରିୟା ପାଇଁ ଆପଣଙ୍କୁ ଧଳା ରଙ୍ଗର ଦୁଦୁରା ଫୁଲର ଆବଶ୍ୟକତା ରହିଛି ଏବଂ 4ଟି ଶୁକ୍ରବାର ପର୍ଯ୍ୟନ୍ତ ଆପଣଙ୍କୁ ଲଗାତାର ଭାବରେ ଏହି ପ୍ରକ୍ରିୟାଟିକୁ କରିବାର ଅଛି। ତେବେ ବନ୍ଧୁମାନେ, ଏଥିପାଇଁ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ 7ଟାରୁ 9ଟା ଭିତରର ସମୟକୁ ଅତ୍ୟନ୍ତ ଉତ୍ତମ ବୋଲି ମାନାଯାଇଥାଏ ଏବଂ ଶୁକ୍ରବାର ଦିନ ସୂର୍ଯ୍ୟାସ୍ତ ପରେ 7ଟାରୁ 9ଟା ଭିତରେ ଆପଣଙ୍କୁ ଏହି ଫୁଲକୁ ଆଣିବାର ଅଛି। ତେବେ ଆପଣ ଏହି ପୂଜା ମଧ୍ୟ 7ଟାରୁ 9ଟା ମଧ୍ୟରେ କରିବା ଉଚିତ, ଯାହାକି ସୂର୍ଯ୍ୟାସ୍ତ ପରେ ଅଟେ। ତେବେ ଆପଣଙ୍କ ଘରେ ଯଦି ମା ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ରହିଛି, ତେବେ ଏହା ଅତ୍ୟନ୍ତ ଭଲ। ଯଦି ନାହିଁ, ତେବେ ଆପଣ ମା ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ଆଣି ସ୍ଥାପନ କରନ୍ତୁ। ଏହାପରେ ମାଙ୍କ ସମ୍ମୁଖରେ ଗୋଟିଏ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ। ତାପରେ ଏହି ଧଳା ରଙ୍ଗର ଦୁଦୁରା ଫୁଲରୁ ଗୋଟିଏ ମାଙ୍କ ଚରଣରେ ରଖି ଶ୍ରୀଂ ମନ୍ତ୍ରର ଉଚ୍ଚାରଣ କରନ୍ତୁ। ତାପରେ ଆପଣ ହାତ ଯୋଡ଼ି ମାଙ୍କ ସମ୍ମୁଖରେ ନିଜର ମନସ୍କାମନାକୁ ପ୍ରକାଶ କରନ୍ତୁ। ଏହି ଉପାୟଟିକୁ ଆପଣଙ୍କୁ ଲଗାତାର ଭାବରେ 4ଟି ଶୁକ୍ରବାର ପର୍ଯ୍ୟନ୍ତ କରିବାର ଅଛି।
बंधु माने एही श्रींग मंत्रटी एते शक्ति थाए जे एही श्रींग मंत्रर उच्चारण मात्रे ही जप मात्रे ही आपणक जीवनरु अनेक गुड़िए कष्ट दूर हो जाय थाए। तेबे बंधु माने आपण मध्य जदि सबु प्रकार धन जनित समस्या ठारो मुक्ति पाइबा पाई चाहुथांती, आपण चाहुथांती जे आपणक जीवन रे चलीथिबा समस्त प्रकार धन जनित समस्या गुड़िक दूर हो जाऊ, तेबे आपण निष्ठा भक्ति एवं विश्वासर सहित 4टी शुक्रवार पर्यंत एही उपायटी निश्चय पालन करंतु। देखिबे आपणकु निश्चय भाबरे मां लक्ष्मीकर विशेष कृपा प्राप्त हिब एवं आपणक जीवन रे चलीथिबा धन जनित समस्त समस्या गुड़िक मध्य दूर होइजिब। द्वितीय उपायटी हेउची जदि आपण दीर्घ दिन धरी कोनोसी रोगरे पीड़ित अछंती किंबा आपणक उपरे कोनोसी कला जादू विद्यार प्रयोग रही, तेबे ए सबु समस्यार समाधान पाई एही उपायटी आपणको राम बाण परी फल प्रदान करिब। तेबे एथिपाई आपणको नील रंगर दुदुरा फूलर आवश्यकता रही एवं 3टी सोमवार पर्यंत आपणको एही प्रक्रियाटी करिवार अछि। सेथिपाई आपण माने सोमवार दिन ब्रह्म मुहूर्तर उठी निजर स्नान कार्य सारी नियंतु एवं एही नील दुदुरा फूलर गोटिए पत्र एवं गोटिए फूल ता सहित गोटिए तंबा लोटारे संपूर्ण जल भरी आपणकर घर निकटरे थिबा कोनोसी भी शिव मंदिर को जांतु। तापरे आपण भगवान शिव शंकरଙ୍କ उपरे एही पत्र एवं फूल को अर्पण करंतु। तापरे सेही जल को धीरे धीरे अर्पण करंतु। तापरे प्रभु शिव शंकरଙ୍କର मंत्र को 503 थर उच्चारण करंतु। प्रभु शिव शंकरଙ୍କର मंत्र हेउची ओम नमः शिवाय। एही ओम नमः शिवाय को आपण 503 थर जप करंतु। जदि आपण 3टी सोमवार पर्यंत एही उपायटी को भक्ति निष्ठा एवं विश्वासर सहित करंती, तेबे आपणक जीवन रे थिबा समस्त प्रकार रोग कला जादूर कष्ट किंबा अन्य कोनोसी जे कोनोसी कष्ट होई थाउ ताहा आपणक जीवनरु दूरेई जीव। तृतीय उपायटी हेउची जदि आपणको आपणक भाग्यर साथ मिलु नाही, आपणकर कुंडली रे नवग्रहंकर स्थिति ठीक नाही, तेबे एही उपायटी द्वारा आपणको कुंडली रे नवग्रहंकर स्थिति ठीक होई जिवो। आपणको समस्त ग्रह मानकर शुभ फल मिलिबो, जहा फल रे आपणकर भाग्य आपणको साथ देबो एवं आपण करुथिबा प्रत्येक कार्य रे आपणको सफलता मिलिबो। आपणको निजर प्रत्येक कार्य रे प्रत्येक जगार सम्मान एवं प्रतिष्ठा मध्य प्राप्त हेबो। तेबे आपण मध्य जदि चाहुछंती जे आपणकर दुर्भाग्य सौभाग्य रे परिणत होई जाऊ, तेबे एही उपायटी को ध्यान दे सुनंतु। एही उपायटी बंधु माने एही प्रक्रियाटी अत्यंत कठिन अटे, कारण कला दुदुरा एते सहजरे आपणको प्राप्त होई न थाए। मात्र जदि आपण 3टी शनिवार पर्यंत कला दुदुरा पाई जाउछंती, तेबे आपण सतरी अत्यंत भाग्यशाली अटंती। एथिपाई कला दुदुरा फूलर आवश्यकता रहिछि। सेथिपाई उपायटी समस्तଙ୍କ ପାଇଁ एते सहज नुहे, कारण कला दुदुरा फूलटी सबुठारे एते सहजरे प्राप्त होई न थाए। मात्र जदि आपणको कला दुदुरा फूल मिली जाउछि एवं 3टी शनिवार पर्यंत आपणको एही कला दुदुरा प्राप्त होई जाउछि, तेबे आपणको ପାଇଁ एही उपायटी अत्यंत सहज अटे। बंधु माने आपण माने जानती जदि कोनोसी व्यक्ति को उपरे शनि 7.5 शनि 2.5 किंबा शनिकर वक्र दृष्टि पड़ी थाए, तेबे सेही व्यक्ति निज जीवन रे जेते परिश्रम कले मध्य तांको निजर परिश्रमर फल प्राप्त होई न थाए एवं जीवन रे अनेक गुड़िए समस्या अनेक गुड़िए कष्टर तांको सामना करिबाकू पड़ी थाए। तांको पई जीवनटी सते जेपरि दुर्विसह होई पड़ी थाए। तेबे एहार कारण मध्य रही जे प्रभु शनिदेव आम कर्म अनुसारे आमको फल प्रदान करिथांती। जदि आमे आमर पूर्व जन्म रे किंबा एही जन्म रे किछि खराब कर्म करिछे, तेबे ताहार फल मध्य आमको एही परि भाबरे भोग करिबाको पड़ी थाए। सेथिपाई आमे माने जेते कष्ट रे थिले मध्य सब बेले चेष्टा करिबा सत् मार्ग रे जीवा पाई, सत् कार्य करिबा पाई। तेबे आम उपरे प्रभु शनिदेवंकर कोप दृष्टि पड़िले मध्य आपनकु कोनोसी ना कोनोसी बाटरे सेहिथिरु बाहरिबार मध्य बाट निजे प्रभु शनिदेव आपनकु देखाई देबे। सेथिपाई आपण माने सर्वदा चेष्टा करंतु सत् पथरे जीवा पाई, सत्कर्म करिबा पाई। तेबे बंधु माने आपनकु एही प्रक्रियाटी 4टी शनिवार पर्यंत करिबार अछि एवं आपण जे शनिवार एही उपायटी करूछंती सेदिन आपण
ସନ୍ଧ୍ୟା ସମୟରେ ସ୍ନାନ କରିନିଅନ୍ତୁ ଏବଂ କୌଣସି ବି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ତାପରେ ଆପଣମାନେ ଗୋଟିଏ ଲୋଟାରେ 1 ଲୋଟା ଜଳ ଭରି ନିଅନ୍ତୁ। ଗୋଟିଏ ଘିଅର ଦୀପ ନିଅନ୍ତୁ ଏବଂ ଗୋଟିଏ କଳା ଦୁଦୁରା ଫୁଲ ନିଅନ୍ତୁ। ତାପରେ ଆପଣ ସେହି ଜଳକୁ ନେଇ କୌଣସି ଏକ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ। ତାପରେ ଆପଣ ସିଧା ସିଧା ଶନି ମନ୍ଦିରକୁ ଚାଲି ଯାଆନ୍ତୁ। ସେଠାରେ ଆପଣ ଏହି ଦୁଦୁରା ଫୁଲକୁ ଅର୍ପଣ କରି ସେହି ଘିଅର ଦୀପକୁ ଜାଳନ୍ତୁ। ତାପରେ ଶନି ଚାଳିଶାର ପାଠ କରନ୍ତୁ। ଆପଣ ଏହି ଶନି ଚାଳିଶା 3 ଥର ପାଠ କରନ୍ତୁ। ଏପରି ଯଦି ଆପଣ ଲଗାତାର 4ଟି ଶନିବାର ପର୍ଯ୍ୟନ୍ତ ଏହି ପ୍ରକ୍ରିୟାଟି କରନ୍ତି, ତେବେ ଆପଣଙ୍କର ଦୁର୍ଭାଗ୍ୟ ନିଶ୍ଚୟ ଭାବରେ ସୌଭାଗ୍ୟରେ ପରିଣତ ହୋଇଯିବ। ଆପଣଙ୍କର କୁଣ୍ଡଳୀରେ ନବଗ୍ରହଙ୍କର ସ୍ଥିତି ଠିକ୍ ହୋଇଯିବ ଏବଂ ଆପଣଙ୍କୁ ସମସ୍ତ ଗ୍ରହଙ୍କର ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ, ଆପଣଙ୍କୁ ଯଦି ମୋର ଏହି ଭିଡିଓଟି ଭଲ ଲାଗିଥାଏ, ତେବେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଓମ୍ ନମଃ ଶିବାୟ, ହର ହର ମହାଦେବ ନିଶ୍ଚୟ ଲେଖିବେ।